ଜୟ ଜୟ ସାଙ୍ଗମାନେ ଦେଖନ୍ତୁ ସକାଳୁ ସକାଳୁ ଆମ ଘରେ ସବୁ କ'ଣ କରୁଛନ୍ତି ସମସ୍ତେ। ମୁଁ ଉଠିଗଲେ ରୂପା ତାର ଗଧ ଶୋଇଛି। ଦେଖିବା ରୂପା ଶୋଇଛି, ଗଧ ଶୋଇଛି ତାର ଏଠି। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ମୁଁ ଶୋଇନି, ମୁଁ କେତେବେଳେ ଉଠିଗଲିଣି। ଇଏ ଶୀତ କରୁଛି ତ ଘରେ, ସେଥିପାଇଁ କହୁଛି। ଶୀତ ତ ପଳେଇଲାଣି ପଳେଇଲାଣି। ଚା ଚଲା ଶୀତ। ହଁ ଚା ବନେଇ ଚାଲ, ଚା ନେଇକି ଆସେ ରୂପା ପାଇଁ। ଗଧ ଖାଲି ଚାହା ପିଇବାକୁ ତାର ଇଚ୍ଛା। ସକାଳୁ ଚା ବନିଗଲାଣି ପୁରା। ସକାଳୁ ଫାଷ୍ଟ ଜୁସ୍ ପିଉ, ଆଜି ଟିକେ ଇଚ୍ଛା ହେଲା ଚା ପିଉ। ଥଣ୍ଡାଟା ପାଇଁ ଆଜି ବଢ଼ିଯାଇଛି, ଟିକେ ଚା ପିଇଦେବୁ ତାପରେ ଜୁସ୍ ବନେଇବୁ। ଚା ପତି ଗୁଡ଼ ସବୁ ଏଇଠି ଅଛି। ଏଇଟା ଆମର ଏଇ ଗୁଡ଼ ପକେଇକି ଚା କରୁ, ଟିକେ ଚିନି ଖାଉନୁ ନା, ଏଇ ଯେଉଁ ଗୁଡ଼ଟା ଭଲ ଲାଗେ ଚାରେ ପକେଇତେ। ଚାଟା ଭଲସେ ଫୁଟି ସାରିବ, ତାପରେ ଗୁଡ଼ ପକେଇଲେ ଠିକ୍। ଆଗରୁ ପକେଇଦେଲେ ଗୁଡ଼ିଆ ଗୁଡ଼ିଆ ଲାଗିବ। ଟିକେ ଫୁଟିବା ଭିତରେ ଆମେ ପତି ପକେଇଦେବା, ସାଙ୍ଗେ ସାଙ୍ଗେ ହେଇଯିବ ଚା ଆମର ରେଡ଼ି। ସବୁ ପକେଇଛି, ପତି ପକେଇ ନେଇଛି, ସେଥିପାଇଁ ବଢ଼ିଆ ଚା ପୁରା ଉତରି ଆଇଲାଣି। ସକାଳୁ ଖାଲି ପେଟରେ ଚା ପିଇବା କଥା ନୁହଁ, କିନ୍ତୁ ଥଣ୍ଡାଟା ରଖି ହେଉନି। ଥଣ୍ଡା ଟିକେ ପିଇଦେବା କଥା, ଦିନ କଥା, ସବୁବେଳେ ତ ପିଉନା ନା। କୁନି ଟିଫିନ୍ ଅଧିକା ଚା ଫୁଟିବାନି। ପତି ପକାଇଲା ପରେ ଅଧିକା ଫୁଟେଇଲେ ଭଲ ନୁହଁ ଦେହ ପାଇଁ ଚା। ରୂପା ଟିକେ ଅଧିକା ଚା ଦରକାର ନା, ତାକୁ ଅଧ କପ୍ ଦେଇଦେବି, ମୁଁ ଅଳ୍ପ ନେବି। ମା ପାଇଁ ଟିକେ ରହିଲା, ଘୋଡ଼େଇ ଦେବା। ୱାଓ, ଚାय ରେଡ଼ି। लो ଚାय ରେଡ଼ି। ହେଇଲେ ଶୋଇପଇଲା, ଟିକେ ଝଟକା। ଗଧ ଶୋଇଛି, ଆଜି ତା ଜନ୍ମଦିନ କିନ୍ତୁ ଶୋଇଛି। ସିଏ ଖାଲି ଏମିତି ଅନେଇଥିବ, ଗୋଡ଼ କେତେବେଳେ ନଦିଅ ଖାଲି। ତ ବାଡ଼ା ବାଡ଼ି ବହେ ତା ଭିତରେ। ଶୀତ କରୁଛି, ସେଇଥିପାଇଁ ତମ ପାଇଁ ବହୁତ ଚାଲିଛି। ବହୁତ ସାରା ଚା ପିଇବ, ଶୀତ କମେଇଦେବ। ପାଣି ଆଣିବାକୁ ପଡ଼ିବ, ଏତିକି କ'ଣ ହବ? ସେପଟକୁ ଯିବି, ଝରକା କଡ଼ରେ ବସିବି। ଟ୍ରେନ୍ ନୁହଁ, ମୋତେ ଝରକା ପସନ୍ଦ। ଝରକା ପସନ୍ଦ। କେଲା ଚାରା କେତେ କହୁଛି ରାଗ ପଡ଼ିଥାନ୍ତା, କେତେ କହୁଛି ଲୁଣ ପଡ଼ିଥାନ୍ତା, କଥା ଠିକ୍ ନାହିଁ ଆଉ। ସେଇଠି ଲୁଣ ଅଛି, ସେଇଠି ମୋ ଚାଟା ପୁରା ରେଡ଼ି। ଆସିକି ପୁରା ଧୂଆ ଆସୁଛି। ତାର ଏଠି ଚା ପିଇବାରେ ବ୍ୟସ୍ତ ଅଛି, लगातार पी चलते चाय गरम गरम चाय पिएंगे हम तो, चाय पिएंगे। ହଁ, ଥଣ୍ଡା ଲାଗୁଛି। ଏଡ଼େ ଜୋରେ ଖରା ପଡ଼ିଛି, ତଥାପି ଥଣ୍ଡା ଲାଗୁଛି। ହଁ, ଉଠିଗଲାଣି। ଜୁସ୍ ରେଡ଼ି, ପିଇଦିଅ। ଘୋଲ ଚୋବେଇ ଦେଲୁ ଲାଷ୍ଟକୁ। ସେଟା ଆମେ ରୋଷେଇ କରି ପଚାରିଥିଲି।
ତାଙ୍କର ଆଇଁଷ ବାର ଚିକେନ୍ କାଲି ନେଇଛି ଖାଇକିରି ଆସିବେ। ହାପି ଦହିବରା ଦିବସ ସାଙ୍ଗମାନେ। ତ ରବିବାର ଯେ ଥିଲା ପୁରା ଡେ ଆମର ତ ସେଡ୍ୟୁଲ୍ ତ ଆପଣ ଜାଣିଥିବେ ଆମର ତ ପାର୍ଲର ଅଛି ଗୋଟେ, ତ ସେଥିରେ ଆମକୁ କାମ ବହୁତ ସାରା ଆସିଥାଏ। ଯେମିତିକି ସଣ୍ଡେରେ ତ ବେଶୀ କରି ଲୋକଙ୍କର ଛୁଟି ଥାଏ, ତ ଲୋକ ବେଶୀ ଆସିଥାନ୍ତି। ତ ପୁରା ଡେର ସେଡ୍ୟୁଲ୍ ପୁରା ଫିକ୍ସ ହେଇଯାଇଥିଲା, ତ ଟାଇମ୍ ବି ନଥିଲା ଆମ ପାଖରେ। ସେଥିପାଇଁ ଆମେ ଦହିବରା ଖାଇବା ଯାଇପାରିବୁନି, ତ ଜାଣିଥିଲୁ ମାଆକୁ କହିଥିଲୁ ଦହିବରା ବନେଇବାକୁ। ମାଆ ଘରେ ବନେଇଥିଲା ଦହିବରା। ଦହିବରା ତ ଭଲ ଲାଗୁଥିଲା, ବହୁତ ଟେଷ୍ଟି ହେଇଥିଲା, କିନ୍ତୁ ଟିକେ ଟାଣ ଲାଗୁଥିଲା। ତ ବାକି ସବୁ ଟେଷ୍ଟ ବହୁତ ଭଲ ଲାଗୁଥିଲା। ତ ଆପଣ ଦେଖିପାରୁଥିବେ ମାଆ ଆମ ପାଇଁ ଆଳୁଦମ୍ ଦହିବରା ବନେଇଥିଲା। ରୂପା ଟିକେ ମାଆକୁ ଖୋଇ ଦେଇଥିଲା ଫାଷ୍ଟ, ତାପରେ ଆମେମାନେ ଖାଇଥିଲୁ। ମାଆ ତାର ଅଲଗା ଆଣିକି ଖାଇଥିଲା। ତାପରେ ମୁଁ ଦହିବରା ସକାଳୁ ଟିକେ ଖାଇବା ଭଲ ପାଏନି, କିନ୍ତୁ ଯଦି ଦହିବରା ଦିବସ ଟିକେ ଖାଇଦେବା କଥା। ସକାଳୁ ସମସ୍ତେ ଦହିବରା ଖାଇବା ଭଲ ପାଆନ୍ତି, କିନ୍ତୁ ମୋତେ ଜମା ସକାଳୁ ଦହିବରା ଖାଇବା ପସନ୍ଦ ନୁହଁ। ମୁଁ ଟିକେ ଉପମା ରୁଟି ଏସବୁ ଜିନିଷ ଖାଇବା ଭଲ ପାଏ ସକାଳୁ ସକାଳୁ। କିନ୍ତୁ ଆଜି ଦହିବରା ଘରେ ବନିଥିଲା। ରୂପା ତ ବହୁତ ଖୁସି, ତାକୁ ଦହିବରା ଖାଇବା ବହୁତ ଭଲ ଲାଗେ। ତ ଆପଣମାନେ ଦହିବରା କେମିତି ଲାଗେ ଆଉ କେଉଁଠି ଯାଇ ଖାଇଛନ୍ତି କମେଣ୍ଟ କରି ନିଶ୍ଚୟ କହିବେ। ଆଉ ମୋ ବଡ଼ ଦିଦି ବହୁତ ଭଲ ଦହିବରା ବନାନ୍ତି, ତ ସେଠି ଆମେ ଦହିବରା ମନ ପୁରେଇ ଖାଇଥାଉ। ତ ସବା ଲାଷ୍ଟରେ ଖାଇସାରିଲା ପରେ ଏଠି ଟିକେ ରୂପା ପିଇଥିଲା ଦହି ପାଣି। ବରାରେ ସବୁ ଯେଉଁ ଖାଉ ସବୁ ଦିଅନ୍ତି, ବରାରେ ସବୁ ଦହି ନାହିଁ। ବାହାଘରିଆରେ ସବୁ କରନ୍ତି ଦହି ଲାଗିଥାଏ। ଏସବୁ କାଠୁଆ ଦହି ସବୁ ଛିଞ୍ଚା ହେଇଥାଏ। ସବୁ କହିବୁ ନା ଖୋଲିକି ପିଇବୁ। ଗୋଟେ ପିଠା ହେଲା, ସେ ଯେଉଁ ଆଣିଥିଲା କବିଘର ଆଣ, ତାକୁ କରିକିରି ଖାଇଦେଲି। କଂସା ଗୋଟେ ନିକି ଭାଇକିରି ଥୁଆ ହେଇଛି। ଭଲ ଲାଗେ ଦହିଟା, ବୁଝିଲ। ରାତିରେ ଗୋଟେ ଆନିଭର୍ସରୀ ପାର୍ଟି ଥିଲା, ତ ରବିବାର ତ ଜାଣିଥିବେ, ତ ସବୁବେଳେ ଆଇଁଷ, କିନ୍ତୁ ମୁଁ ତ ଆଇଁଷ ଖାଏନି। ତ ସମସ୍ତେ ଖିଆପିଆ କରୁଛନ୍ତି, ଆଉ ଏପଟ ସାଇଡ଼୍ରେ ଆନିଭର୍ସରୀ ପାର୍ଟି ଚାଲିଛି। ତ ଚାଲ ଦେଖିବା ସମସ୍ତେ କ'ଣ କରୁଛନ୍ତି। ଏତେଟା ଖାଇବ? ଭାଇ ତୁ କ'ଣ ଖାଉଛୁ? ଚନ୍ଦନ ଏ ଚନ୍ଦନ ପାଟି କହିବ ଡାକିଲେ ମିଛାରେ କେତେ ଖାଉଛୁ? କେତେ ଖାଉଛୁ? ସବୁ ଏକା ଖାଇବୁ? ଛି 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 ଖାଇ ଚାଲେ। ସେଠିକୁ ବାହାରୁ ପ୍ରାୟ ରାତି ହେଇଯାଇଥିଲା 10:30ରୁ 11ଟା। ତ ଦେଖିପାରୁଥିବେ ପୁରା ଘରଦ୍ୱାର ଆମର ଅନ୍ଧାର। ତ ଆମେ ଚାଲିଲୁ ଘରକୁ। ଗୁଡ୍ ନାଇଟ୍ ଆପଣମାନଙ୍କୁ ସମସ୍ତଙ୍କୁ। ରହୁଛି। ଜୟ ଜଗନ୍ନାଥ ସାଙ୍ଗମାନେ। ମଣ୍ଡକୁ ନେଇନଥିଲେ।